ଦେଖନ୍ତୁ ରଥଯାତ୍ରାର ଗୋଟେ ମୁଖ୍ୟ କଥା ହେଉଛି ଯଦି ଆମେ ରଥଯାତ୍ରାର ବିଭିନ୍ନ ନାମ ବାବଦରେ ଆଲୋଚନା ହେଉଥିଲା, ଯଦି ସେଇ ନାମକୁ ଯିବା ତାହେଲେ ମୁଖ୍ୟ ଗୋଟିଏ ନାମ ହେଉଛି ପତିତପାବନ ଯାତ୍ରା। ରଥଯାତ୍ରାର ଅନ୍ୟ ନାମ ପତିତପାବନ ଯାତ୍ରା। କାରଣ ବର୍ଷକେ ଥରେ ଜଗନ୍ନାଥ ପ୍ରଥମେ ଆସୁଛନ୍ତି ସ୍ନାନବେଦୀକୁ ଏବଂ ଦ୍ୱିତୀୟରେ ଆସୁଛନ୍ତି ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥକୁ। ପୂର୍ବରୁ ଦୋଳଯାତ୍ରାରେ ମଧ୍ୟ ମୁଖ୍ୟ ବିଗ୍ରହ ଯାହା ଶ୍ରୀମନ୍ଦିରର ରତ୍ନବେଦୀରେ ପୂଜିତ ସେ ମଧ୍ୟ ଆସୁଥିଲେ। ତେଣୁ କୁହାଯାଇଛି ଯେ ଚାପେରେ ମଧୁସୂଦନ ଆଉ ଦୋଳରେ ଦୋଳଗୋବିନ୍ଦ ଏବଂ ରଥରେ ବାମନଙ୍କୁ ଦେଖିଲେ ଆଉ ପୁନର୍ଜନ୍ମ ହୁଏ ନାହିଁ। ଇଏ ତ ପୌରାଣିକ ପ୍ରସଙ୍ଗ, କିନ୍ତୁ ଉପେନ୍ଦ୍ର ଭଞ୍ଜ ବିଶିଷ୍ଟ ସାହିତ୍ୟିକ କବି ସମ୍ରାଟ ଲେଖିଲେ ଗୋଟେ କଥା ଯେ ଏଇଟା ହେଉଛି ଶ୍ରୀଜଗନ୍ନାଥଙ୍କର ସ୍ୱୟଂ ଲୀଳା। କାରଣ ଅନ୍ୟ ସବୁ ଉତ୍ସବ ସାରା ବର୍ଷରେ ଯେତେ ଆୟୋଜିତ ହେଉଛି, କେବଳ ଏଇ ଯେଉଁ ସ୍ନାନ ଆଉ ଶ୍ରୀଗୁଣ୍ଡିଚା ପୂର୍ବରୁ ଦୋଳଯାତ୍ରାରେ ମଧ୍ୟ ଆସୁଥିଲେ, ଏବେ ଆସୁନାହାନ୍ତି। ସ୍ନାନ ଆଉ ଶ୍ରୀଗୁଣ୍ଡିଚା ଏଇ ଦୁଇଟି ହେଉଛି ଶ୍ରୀଜଗନ୍ନାଥଙ୍କର ସ୍ୱୟଂ ଲୀଳା। କାରଣ ଏଥିରେ ଶ୍ରୀବିଗ୍ରହ ମାନେ ନିଜେ ଆସୁଛନ୍ତି ଜନସାଧାରଣଙ୍କ ମଧ୍ୟକୁ। ଏବଂ କାହିଁକି ଆସୁଛନ୍ତି? ଯେଉଁମାନେ ମନ୍ଦିରକୁ ସାରା ବର୍ଷ ଯାଇକରି ତାଙ୍କ ଦର୍ଶନ ପାଇପାରୁନାହାନ୍ତି, ସେମାନଙ୍କୁ ଦର୍ଶନ ଦେବାକୁ ଆସୁଛନ୍ତି। ତେଣୁ ଯେଉଁ ପତିତମାନେ ଯେଉଁମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଯୋଗ୍ୟ ନୁହନ୍ତି, ସାଧାରଣ ଭାଷାରେ ଆମେ ଯଦି ବୁଝିବା, ସେମାନେ ଏଇଠି ଗୋଟେ ସୁଯୋଗ ପାଉଛନ୍ତି ତାଙ୍କୁ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିକିରି ପୁଣ୍ୟ ଲାଭ କରିବା ପାଇଁ, ମୋକ୍ଷ ଲାଭ କରିବା ପାଇଁ। ପୂର୍ବରୁ ଯଦି ଆମେ ସ୍କନ୍ଦ ପୁରାଣ ପଢ଼ିବା ଏବଂ ପଞ୍ଚଦଶ ଶତାବ୍ଦୀର ଅସମିଆ ସନ୍ଥ ଶ୍ରୀମନ୍ତ ଶଙ୍କରଦେବ ଆଉ ତାଙ୍କ ଶିଷ୍ୟଙ୍କର ରଚନା ଗୁଣ୍ଡିଚା ବର୍ଣ୍ଣନ, ଓଡ଼ିଶା ବର୍ଣ୍ଣନ ଆଉ ଗୁଣ୍ଡିଚା କୀର୍ତ୍ତନ ପଢ଼ିବା, ସେଥିରେ ବର୍ଣ୍ଣିତ ଅଛି ଯେ ପୂର୍ବେ ପତିତାମାନେ, ବେଶ୍ୟାମାନେ ମଧ୍ୟ ଏହି ଯାତ୍ରାରେ ପ୍ରମୁଖ ଭାଗ ନେଉଥିଲେ। ଏବଂ ସବୁ ସ୍ନାନ ଯାତ୍ରା ଠାରୁ ଆରମ୍ଭ କରି ରଥଯାତ୍ରା ପର୍ଯ୍ୟନ୍ତ ଯେଉଁ ବର୍ଣ୍ଣନା ଅଛି, ଏପରିକି ସ୍କନ୍ଦ ପୁରାଣରେ ଅଛି, ରୂପ ଯୌବନ ଗର୍ବିତା ବେଶ୍ୟାମାନେ ମଧ୍ୟ ଦୁଇ ପାର୍ଶ୍ୱରେ ଦଣ୍ଡାୟମାନ ହେବେ। ଏବେ କୌଣସି କାରଣରୁ, ହୁଏତ ସାମାଜିକତା କାରଣରୁ ଲୋକମାନେ ତାକୁ ଠିକ୍ ଭାବେ ଗ୍ରହଣ କରୁନଥିବାରୁ ସେମାନେ ଅବଶ୍ୟ ଏଥିରେ ଦୃଶ୍ୟମାନ ହେଉନାହାନ୍ତି। କିନ୍ତୁ ପୂର୍ବେ ଏ ବ୍ୟବସ୍ଥା ଥିଲା, କେବଳ ପତିତମାନେ ନୁହନ୍ତି, ଯାହାକୁ ଆମେ ସମାଜରେ ପତିତା ଆଖ୍ୟା ଦେଉଛୁ, ସେମାନେ ମଧ୍ୟ ଏଥିରେ ଅତି ସଗର୍ବ ଭାଗ ନେଉଥିଲେ। ତେଣୁ ଇଏ ହେଉଛି ପତିତପାବନ ଯାତ୍ରା। ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି ଏଇ ଦୁଇଟି ଯାତ୍ରା ହେଉଛି ତାଙ୍କର ସ୍ୱୟଂ ଲୀଳା ଏବଂ ପତିତମାନଙ୍କୁ ପାବନ କରିବା ପାଇଁ ସେ ପ୍ରାସାଦ ତାଙ୍କ ମନ୍ଦିରରୁ ବାହାରକୁ ଆସୁଛନ୍ତି। ଏଇଟା ହେଉଛି ତାଙ୍କର ବଡ଼ ସାମାଜିକ ବାର୍ତ୍ତା ବୋଲି ମୋର ମନେ ହୁଏ।